नमस्कार दर्शक बंधु। आजिर एही भिडियोरे आमे जानिबा झारखंडर 7टी सुंदर पिकनिक स्थान विषयरे। प्रकृतिर सौंदर्य, पहाड़, झरणा ओ जंगल मध्यरे थिबा एही स्थान गुड़िक पिकनिक ओ घुरिबा पाई बहुत भल। तेबे आसंतु जानिबा सेही 7टी प्रसिद्ध पिकनिक स्पॉट विषयरे। 1. हुंड्रू फॉल्स झारखंडर सबुठारु प्रसिद्ध झरणा मध्यरु गोटिए एहा रांची निकटरे अवस्थित प्राय 98 मीटर उच्चरु पानी पडुथिबा दृश्य बहुत सुंदर लागे। शीतकाଳରେ एठारे बहुत लोक पिकनिक पाई आसंती। 2. डॉशम फॉल्स दासम फॉल्स मध्य झारखंडर अत्यंत सुंदर झरणा। ଏହା କାଞ୍ଚି ନଦୀ ଉପରେ ଅବସ୍ଥିତ। ପ୍ରକୃତିର ଶାନ୍ତ ପରିବେଶ ଓ ହରିତ ଜଙ୍ଗଲ ଏହାକୁ ପିକନିକ ପାଇଁ ଏକ ଅଦ୍ଭୁତ ସ୍ଥାନ କରିଛି। 3. ନେତାରହାଟକୁ ଝାରଖଣ୍ଡର କ୍ୱିନ୍ ଅଫ୍ ଛୋଟାନାଗପୁର ବୋଲି କୁହାଯାଏ। ଏଠାର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦୃଶ୍ୟ ବହୁତ ଆକର୍ଷଣୀୟ। ପାହାଡ଼ ଓ ଜଙ୍ଗଲ ମଧ୍ୟରେ ଥିବା ଏହି ସ୍ଥାନ ପିକନିକ ପାଇଁ ଶ୍ରେଷ୍ଠ। 4. ପାତ୍ରାଟୁ ଭେଲି ଆଣ୍ଡ ଡ୍ୟାମ ପାତ୍ରାତୁ ଭ୍ୟାଲି ଓ ଡ୍ୟାମ ଝାରଖଣ୍ଡର ଏକ ଅତ୍ୟନ୍ତ ସୁନ୍ଦର ପର୍ଯ୍ୟଟନ ସ୍ଥାନ। ଏଠାରେ ଘୁଞ୍ଚୁଆ ରାସ୍ତା, ପାହାଡ଼ ଓ ଜଳାଶୟ ମିଶି ଏକ ଅଦ୍ଭୁତ ଦୃଶ୍ୟ ସୃଷ୍ଟି କରେ। ପିକନିକ ଓ ଫଟୋଗ୍ରାଫି ପାଇଁ ଏହା ଅତ୍ୟନ୍ତ ଭଲ। 5. ଜୋହ୍ନା ଫଲ୍ସକୁ ଗୌତମଧାରା ଫଲ୍ସ ମଧ୍ୟ କୁହାଯାଏ। ଏଠାରେ ପାଣି ପାହାଡ଼ ଉପରୁ ତଳକୁ ପଡ଼ି ଅତ୍ୟନ୍ତ ସୁନ୍ଦର ଦୃଶ୍ୟ ସୃଷ୍ଟି କରେ। ଚାରିପଟେ ଜଙ୍ଗଲ ଓ ପ୍ରକୃତିର ଶାନ୍ତ ପରିବେଶ ଥିବାରୁ ଏଠାରେ ପିକନିକ କରିବାକୁ ଲୋକମାନେ ବହୁତ ପସନ୍ଦ କରନ୍ତି। 6. ବେଟଲା ନ୍ୟାସନାଲ ପାର୍କ ପ୍ରକୃତି ଓ ବନ୍ୟପ୍ରାଣୀ ପାଇଁ ପ୍ରସିଦ୍ଧ। ଏଠାରେ ହାତୀ, ହରିଣ ଓ ବିଭିନ୍ନ ପ୍ରକାର ପକ୍ଷୀ ଦେଖିବାକୁ ମିଳେ। ଜଙ୍ଗଲ ମଧ୍ୟରେ ପିକନିକ କରିବା ଏକ ଅଲଗା ଅନୁଭବ ଦେଇଥାଏ। 7. ହିରଣି ଫଲ୍ସ ଘନ ଜଙ୍ଗଲ ମଧ୍ୟରେ ଅବସ୍ଥିତ ଏକ ସୁନ୍ଦର ଝରଣା। ପ୍ରକୃତିର ସୌନ୍ଦର୍ଯ୍ୟ ଓ ଶାନ୍ତ ପରିବେଶ ଏହାକୁ ପିକନିକ ପାଇଁ ଏକ ଅଦ୍ଭୁତ ସ୍ଥାନ କରିଛି। ଆଉଟ୍ରୋ ତେଣୁ ବନ୍ଧୁମାନେ, ଏହା ଥିଲା ଝାରଖଣ୍ଡର 7ଟି ସୁନ୍ଦର ପିକନିକ ସ୍ପଟ। ଯଦି ଆପଣମାନେ ପ୍ରକୃତିକୁ ଭଲ ପାଆନ୍ତି ଓ ଘୁରିବାକୁ ଇଚ୍ଛା କରନ୍ତି, ତେବେ ଏହି ସ୍ଥାନଗୁଡ଼ିକ ନିଶ୍ଚୟ ଘୁରି ଆସନ୍ତୁ। ଭିଡିଓଟି ଭଲ ଲାଗିଥିଲେ ଲାଇକ୍, ଶେୟାର ଓ ଚ୍ୟାନେଲ ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ।